ଆଗକୁ ସୁରେଶ ଅନ୍ୟ ଚିଠିଗୁଡ଼ିକ ଆଲୋକରେ ପଢ଼ିବା ପରେ ତାହାର ମନରେ ଅନେକ ପ୍ରଶ୍ନ ଉଦୟ ହେଲା। ଘରେ କିଛି ଅଜଣା ଘଟଣା ଘଟୁଛି, ଯେଉଁଥିରେ ଶିଶୁ ଓ ତାହାର ମା ଜଣେ ସଙ୍କଟରେ ଥିବା କଥା ଲୁଚାଇଥିଲେ। ସୁରେଶ ଏହି ଘରର ଏହି ଗୁପ୍ତ କଥାର ଉତ୍ତର ଖୋଜିବାରେ ପ୍ରତିକୂଳ ହେବାକୁ ଆଗ୍ରହୀ କଲେ। ଘରର ଅନ୍ଧାର ଦେଖି ସେ ଏକ ସ୍ଥାନୀୟ ବ୍ୟକ୍ତି ସହିତ ଯୋଗାଯୋଗ କରିଥିଲେ। ସେ ସ୍ଥାନୀୟ ବ୍ୟକ୍ତି ସୁରେଶକୁ କହିଥିଲେ, ଏହି ଘର ପାଇଁ ଗାଁରେ ଏକ ଦୁର୍ଗମ କଥା ଅଛି। ବହୁତ କାଳ ଆଗରେ ଏଠାରେ କିଛି ବଡ଼ ଅପରାଧ ଘଟିଥିଲା ଏବଂ ପରେ ଏହି ଘରେ ଅଜଣା ଘଟଣାଗୁଡ଼ିକ ଦେଖାଯାଉଛି, ଯାହାକି କେହି ବି ପ୍ରଚଣ୍ଡ ଶବ୍ଦ ପାଇଁ ଅନ୍ତର୍ଧ୍ୟାନ ହୋଇଯାଆନ୍ତି। କିଛି ଏହି ସମ୍ପର୍କରେ ଅନ୍ତର୍ଗତ ଅନ୍ୟ ସୂଚନା ରହିଛି। ସେଇଟା ସୁରେଶ ଏହି ଗୁପ୍ତ କଥା ସନ୍ଦେହ କରି ଅଧିକ ସତ୍ୟ ସନ୍ଧାନ ରଖିବାକୁ ଚାହିଁଥିଲେ। ଏହି ଘରେ ପ୍ରବେଶ କରିବା ପାଇଁ ସେ ଦ୍ୱିତୀୟ ଚ୍ୟାଲେଞ୍ଜରେ ପଡ଼ିଥିଲେ। ସେ ଆପଣଙ୍କୁ ସୂଚନା ଏବଂ ସୂତ୍ର ଏକ ଚ୍ୟାଲେଞ୍ଜ ପରି ବ୍ୟବହାର କରି ବିକାଶ କରିଥିଲେ। ସୁରେଶ ଏହି ଘରକୁ ଆଗକୁ ଯିବା ପରେ ସେ ଅନ୍ୟ ଆଲମାରୀରେ ଏକ ଚିଠି ପାଇଲେ, ଯାହାକି ସେ ପୂର୍ବରୁ ପାଇଥିଲେ, କିନ୍ତୁ ସେହି ଚିଠିରେ ଏହି ସୂଚନା ଥିଲା। ସୁରେଶ, ମୁଁ ତୁମକୁ ଯେତେବେଳେ ବୁଝିପାରିବି, ଆମେ ସେହି ଘରକୁ ଛାଡ଼ି ଯିବାକୁ ପାରିବେ। ତୁମେ ଏହାର ଅନ୍ତର୍ଗତ ଶତ୍ରୁ ଦେଖିପାରିବ, କିନ୍ତୁ ସେହି ଶେଷ ସତ୍ୟ ସୂତ୍ରରେ ଅନ୍ତିମ ପ୍ରଶ୍ନ ବିକାଶ ପାଇଁ ଅନ୍ତର୍ଗତ ହୋଇପାରିବ। ସୁରେଶ ଆଉ ଗଭୀର ଭାବରେ ଚିଠି ପଢ଼ିବା ପରେ ସେ ନିଷ୍ପତ୍ତି କରିଥିଲେ ଯେ ଏହି ଘରର ଗୁପ୍ତ କଥା ପ୍ରତି ଏକ ଦୂର ଅନୁସନ୍ଧାନ କରିବାକୁ ହେବ। ସେ ଏହି ଘରର ଶେଷ ଅଙ୍ଗୁରୀ ଅନ୍ତର୍ଗତ ଶତ୍ରୁଙ୍ଗରୁ ଏହି ତୁମେ ସମ୍ପୂର୍ଣ୍ଣ କରିପାରିବ।